ଶ୍ରୀରାମଚନ୍ଦ୍ର ବନବାସ ଯିବା ପରେ ମନ୍ଥରାର ଗତି କ'ଣ ହେଲା? ଶ୍ରୀରାମଚନ୍ଦ୍ର ବନବାସକୁ ଚାଲିଯିବା ପରେ ତାଙ୍କ ଭାଇ ଭରତ ଓ ଶତ୍ରୁଘ୍ନ ମାମୁଁ ଘରୁ ଅଯୋଧ୍ୟା ଫେରିଆସି ଜାଣିବାକୁ ପାଇଲେ ଯେ ପିତାଶ୍ରୀ ଆଉ ଧରାଧାମରେ ନାହାନ୍ତି ଏବଂ ଭ୍ରାତା ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତା 14 ବର୍ଷ ପାଇଁ ବନବାସରେ ଚାଲିଯାଇଛନ୍ତି। ଯେତେବେଳେ ଶତ୍ରୁଘ୍ନ ଜାଣିପାରିଲେ ଯେ ଏଥିପାଇଁ ମନ୍ଥରା ହିଁ ଦାୟୀ, ସେତେବେଳେ ସେ ମନ୍ଥରାର ଚୁଟି ଧରି ଟାଣି ଆଣି ତାକୁ ପିଟିବାକୁ ଲାଗିଲେ। ଇତିମଧ୍ୟରେ ମାତା କୌଶଲ୍ୟା ଆସି ଶତ୍ରୁଘ୍ନଙ୍କ ଠାରୁ ମନ୍ଥରାକୁ ରକ୍ଷା କଲେ। କିଛିଦିନ ପରେ ମନ୍ଥରାକୁ ବହୁତ ପଶ୍ଚାତାପ ହେଲା। ସେ ନିଜକୁ ଗୋଟିଏ କୋଠରୀ ମଧ୍ୟରେ ବନ୍ଦ କରିଦେଲା ଓ ନିଜ କୁକର୍ମର ପଶ୍ଚାତାପ କରି କାନ୍ଦି କାନ୍ଦି ଦିନ କଟାଇଲା। ସେ କେବେ ହେଲେ ବାହାରକୁ ଯାଉନଥିଲା। 14 ବର୍ଷ ପରେ ରାମ ବନବାସରୁ ଫେରିବା ପରେ ଯେତେବେଳେ ମନ୍ଥରାର ଦ୍ୱାର ନିକଟକୁ ଗଲେ, ସେତେବେଳେ ସେ ଖୁବ୍ ଭୟଭୀତ ହୋଇ ଉଠିଲା। ସେ ଭାବିଲା, ରାମ ନିଶ୍ଚୟ ମୋତେ ମୃତ୍ୟୁଦଣ୍ଡ ଦେବାକୁ ଆସିଛନ୍ତି। କିନ୍ତୁ ଶ୍ରୀରାମ ତାକୁ ପ୍ରଣାମ କଲେ ଏବଂ ସ୍ୱୀକାର କଲେ।